ଶ୍ରୋତାବନ୍ଧୁ କବିଟେ ନିଜ ଭିତରେ ନିଜେ ସ୍ୱତନ୍ତ୍ର ଥାଏ। ସାଧାରଣ ଲୌକିକ ଜଗତ ଆଗରେ ସେ ହାଟ ସଉଦା କରେ ସତ, ମାତ୍ର ନିରନ୍ଧ୍ର ଅନ୍ଧକାରରେ ସେ ଶବ୍ଦ ବୁଣୁଥାଏ। ତାର ଏକଲାପଣ, ତାର ବ୍ୟକ୍ତିକ ଦୁଃଖ ଅବସାଦ, ତାର ବିଷଣ୍ଣତା, ଏସବୁର ମୂକ ସାକ୍ଷୀ କେବଳ ସେ ନିଜେ ଆଉ ତାର ହୃଦୟ। ଆଜି ଆମେ ଏମିତି ଜଣେ କବିଙ୍କୁ ଶୁଣିବା ଯାହାଙ୍କ କବିତାର ଉତ୍ସର୍ଗ ପତ୍ରରେ ସେ ଖୁବ ଅଦ୍ଭୁତ ଭାବରେ ସେଇମାନଙ୍କୁ ତାଙ୍କ କବିତା ଉତ୍ସର୍ଗ କରିଛନ୍ତି, ଯେଉଁମାନଙ୍କୁ ନେଇକି ସେ ବଞ୍ଚନ୍ତି। ସେ କହନ୍ତି, ସମ୍ମୁଖରେ ଉଲ୍ଲସିତ ହୋଇ ଉଚ୍ଛ୍ୱସିତ ପ୍ରଶଂସା କରୁଥିବା, ପୁଣି ପଶ୍ଚାତରେ ନିରନ୍ତର କୁତ୍ସାରଟନା କରି ଆତ୍ମସନ୍ତୋଷ ଲାଭ କରୁଥିବା ଦୂର ଅଦୂରର ବନ୍ଧୁମାନଙ୍କ ହାତରେ ତାଙ୍କର କବିତା ପୁସ୍ତକ। ଏଥିରୁ ଆମକୁ ଜାଣିବାକୁ ହେବ ଯେ ଜଣେ କବି ହୃଦବୋଧ କରିବାର ଶକ୍ତି ରଖେ, ଯେ ସମ୍ମୁଖରେ ଯେ ବନ୍ଧୁତ୍ୱର ହାତ ବଢ଼ାନ୍ତି, ପଶ୍ଚାତ୍ ଭାଗରେ ସେଇମାନେ ହିଁ କୁତ୍ସାରଟନା କରୁଥାନ୍ତି। କେତେ ବାସ୍ତବ, କେତେ ନିଚ୍ଛକ ସତ୍ୟ କଥାକୁ ସେ ତାଙ୍କ ହୃଦୟରେ ଅନୁଭବ କରିଛନ୍ତି। ଆଜି ଆମେ ଶୁଣୁଛେ କବି ଡକ୍ଟର ନାରାୟଣ ପଣ୍ଡାଙ୍କୁ। କବି ନାରାୟଣ ପଣ୍ଡା ତାଙ୍କ କାବ୍ୟିକ ଚେତନା ଅଥଳ ଜଳରାଶିରେ ପାଲ ମେଲିଥିବା ନୌକାଟିଏ ଭଳି ପ୍ରବହମାନ। ସେ କହନ୍ତି, କୂଳ ଛାଡ଼ି ଯେତେବେଳେ ନୌକାଟି ଦିଗ୍ବଳୟ ଆଡ଼କୁ ଭାସି ଚାଲିଛି, ପଛରେ କଳା ପାହାଡ଼ ଝାଉଁବଣ ଧୀରେ ଧୀରେ ହଜିଯାଇଛି ସିନା, ଦିଗ୍ବଳୟ ସେ ଛୁଇଁ ପାରୁନି। ଯୋଜନ ଯୋଜନ ସମୁଦ୍ର ଟପି ଆସିଲେ ବି ଆଗରେ ଆହୁରି ସମୁଦ୍ର। ଅସରନ୍ତି ନୀଳିମାର ଶେଷ ନାହିଁ। ଜୀବନର ଅସରନ୍ତି ଯାତ୍ରା ଭିତରେ ସେଇ ନିଃସଙ୍ଗ ନୌକାଟି କେତେବେଳେ ସେଇ ସମୁଦ୍ରର ଅଂଶ ବିଶେଷ ହୋଇଯାଏ। ଅନ୍ୱେଷାର ବିଫଳତା ମୋର କବିତା। ଶ୍ରୋତାବନ୍ଧୁ, ଏଇସବୁ ଶବ୍ଦ ଭିତରେ ଆପଣମାନେ ଅନୁଭବ କରିପାରୁଥିବେ କବି କ୍ରାନ୍ତଦର୍ଶୀ। ତା ଭିତରେ ଭୁଲ ଠିକ, ଉଚିତ ଅନୁଚିତ, ଭଲ ମନ୍ଦ, ଭଲ ମଣିଷ ଖରାପ ମଣିଷ, ବା ଯେଉଁମାନେ ତାର ଚିରଶତ୍ରୁ, ଯେଉଁମାନେ ତାର ପରମ ମିତ୍ର, ସମସ୍ତଙ୍କୁ ଅନୁଭବ କରିବାର ସାମର୍ଥ୍ୟ ସେ ସାଇତିଥାଏ ତା ହୃଦୟରେ। ସେ ଶତ୍ରୁ ସହିତ ମିତ୍ରତା କରେ ହସି ହସି, ଏବଂ ଜାଣିଥାଏ ଯେ ପ୍ରଚ୍ଛନ୍ନ ଭାବରେ ଶତ୍ରୁତା କରୁଥିବା ସେଇ ବନ୍ଧୁ ତା ପାଇଁ ପ୍ରକୃତରେ ପରମ ଆଶୀର୍ବାଦ। ଯେଉଁମାନେ ନଥିଲେ ବୋଧହୁଏ କବିତା ଲେଖି ହୁଅନ୍ତାନି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁ ଯେ କବି ନାରାୟଣ ପଣ୍ଡାଙ୍କୁ, ଯାହାଙ୍କର ଅସଂଖ୍ୟ କାବ୍ୟକୃତି ରହିଛି, ସେଥିରେ ରହିଛି ସ୍ମୃତିର ସୁରଭି, ଇଚ୍ଛା ଗଛର ଛାଇ, ଅକ୍ଷର ଅରଣ୍ୟ, ଶବ୍ଦ ସଙ୍ଗମ, ଶରତର ସରସଜ୍ଜା, ମନର ମରାଳ, ପବନ ପଣତ, ଫୁଲର ଫସଲ, ଇତର ଈଶ୍ୱର, ଅଭିପ୍ସା ଅଭିସାର। ଆଜି ଆମେ ଶୁଣୁଛେ ଆଇନା ଆକାଶର କିଛି କବିତା। କବି ନାରାୟଣ ପଣ୍ଡା। କବିତାର ଶୀର୍ଷକ ହେଉଛି ଭଉଁରୀ। କବି ନାରାୟଣ ପଣ୍ଡା। ସମୟ ସ୍ରୋତରେ ଜୀବନର ଫୁଟା ଡଙ୍ଗା ପ୍ରତିକୂଳରେ ତାର ଅବାରିତ ଗତି, ଚିରସାଥୀ ଦୀର୍ଘ ଅମାରାତି। ସମୟ ସ୍ରୋତରେ ଜୀବନର ଫୁଟା ଡଙ୍ଗା ପ୍ରତିକୂଳରେ ତାର ଅବାରିତ ଗତି, ଚିରସାଥୀ ଦୀର୍ଘ ଅମାରାତି। ଭଉଁରୀ ଭିତରେ ଚମକି ଛାତି, ମନର ମେଲଣ ପଡ଼ିଆରେ ଅପରିଚିତ ଆଶଙ୍କାର ଅନାଇ ନଥିବା ଭିଡ଼। ମାଘ ନଥାଇ ବି ଶୀତରେ ଥରୁଥାଏ ହାଡ଼। ନିତିଦିନ ଚଢ଼ିବାକୁ ହୁଏ ଦୁଃଖର ପାହାଡ଼। ନିତିଦିନ ଚଢ଼ିବାକୁ ହୁଏ ଦୁଃଖର ପାହାଡ଼। ସକାଳ ସଞ୍ଜରେ ନବାଗତ ଅଚିହ୍ନା ଅତିଥିମାନଙ୍କର ଭିଡ଼। କଅଁଳ ସୁକୁମାର ଆଶା ସବୁ ବିଫଳତାର ନିଆଁରେ ଝାଉଁଳିଯାଏ। ପ୍ରତିପକ୍ଷ ହସି ଦେଇ ପଛକୁ ଫେରି ଚାହେଁ। ବିଶ୍ୱାସର ବଗିଚା ଭିତରେ ଅବିଶ୍ୱାସର ଅଜଗର। ବିଶ୍ୱାସର ବଗିଚା ଭିତରେ ଅବିଶ୍ୱାସର ଅଜଗର।
ନିଶବ୍ଦ ନିଶ୍ୱାସରେ ପବନ ଗରଳ, ନିଶବ୍ଦ ନିଶ୍ୱାସରେ ପବନ ଗରଳ। କବିଙ୍କର ଆଉ ଏକ କବିତା ଅନନ୍ତ ଅପହଞ୍ଚ। କବି ନାରାୟଣ ପଣ୍ଡା। ଅନୁରାଗ ଅଭାବରୁ ପୁରୁଣା ସମ୍ପର୍କର ଗଛ ସବୁ ମାଟିରେ ଶୋଇଲେଣି। ଅନୁରାଗ ଅଭାବରୁ ପୁରୁଣା ସମ୍ପର୍କର ଗଛ ସବୁ ମାଟିରେ ଶୋଇଗଲେଣି। ମାମୁଁ ଘର ଗାଁର କଇଁ ଫୁଲ ଫୁଟା ପୋଖରୀ ଉପରେ କ୍ଲବ ଘର ଗଢ଼ି ଉଠିଲାଣି। ରାସ୍ତା ପ୍ରସାରଣ ଉଦ୍ଦେଶ୍ୟରେ ଭଙ୍ଗା ଗଲାଣି ପୁରୁଣା ମଙ୍ଗଳା ମନ୍ଦିର। ଖଲି ସାହୁର ପରିବାର ପୋଷା ଜଳଖିଆ ଦୋକାନ। ଚକା ବରଗଛ ଡାଳରେ ସୁଖର ସଂସାର କରିଥିବା ବକ ଦମ୍ପତି ବସା ରଚିବାକୁ ହଜିଗଲେଣି ଦିଗ୍ବଳୟ ସେ ପାଖରେ। ଶୁଖିଲା ମାଟି ଉପରେ ଟୋପାଏ ଲୁହ, ଶୁଖିଲା ମାଟି ଉପରେ ଟୋପାଏ ଲୁହ, ଚଲାପଥରେ ଅଚିହ୍ନା ମଣିଷର କୋହ, ଅନ୍ଧକାର ନୀରବତା ଭିତରେ ଲୁଚିଗଲାଣି। ଆଖଡ଼ା ଘରର ନିୟମିତ ଅଭ୍ୟାସ ପରି ସୁଖ ଦୁଃଖର ଜୀବନ ଚଳଣି ଭିତରେ ପଲକରେ ପବନ ପରି ପହଞ୍ଚିଯାଏ ନିଦାନ। ଆଉ ଏକ କବିତା କବି ନାରାୟଣ ପଣ୍ଡାଙ୍କର, ଶୀର୍ଷକ ହେଉଛି ଶବ୍ଦ ଶୋଷ। ଛାତି ତଳେ ଜମାଟ ବାନ୍ଧିଛି ଦୁଃଖ, ଛାତି ତଳେ ଜମାଟ ବାନ୍ଧିଛି ଦୁଃଖ, କହିବି ବୋଲି ଖୋଜୁଛି ମନର ମଣିଷ। ଗଛର ଶୀତଳ ଛାଇକୁ ଭୁଲିଗଲା ପରି ପଥିକ, ଉପକାର ପାଶୋରି ଦିଏ ବନ୍ଧୁତାର ମୁଖା ପିନ୍ଧି ପାଦରେ ପାଦ ମିଳାଇ ଚଳୁଥିବା ମଣିଷ। ସମ୍ପଦର ସୁଖକୁ ପାତାଳଗାମୀ କରିଦିଏ ଆକସ୍ମିକ ବିପଦ। ଜୀବନ ନଈ ଦାଢ଼ରେ ଉଭା ହୋଇ ମାଟିର ଗୀତ ଗାଉଥିବା ଗୋଟେ ପତ୍ରଝରା ଗଛ। ସଂସାର ଅଙ୍କରେ ଯେତିକି ଯୋଗ ତାଠୁ ଅଧିକ ବିୟୋଗ, ସଂସାର ଅଙ୍କରେ ଯେତିକି ଯୋଗ ତାଠୁ ଅଧିକ ବିୟୋଗ। ଆଶିଷ ଥିଲେ ମିଳେ ଜଣେ ଭଲ ମଣିଷର ସଫଳ ସଂଯୋଗ, ଜଣେ ଭଲ ମଣିଷର ସଫଳ ସଂଯୋଗ। ଖୁବ୍ ସୁନ୍ଦର କବିତା। ସବୁ ସମ୍ପର୍କ କଦାକାର ନଥାନ୍ତି, ସବୁ ସମ୍ପର୍କରେ ସ୍ୱାର୍ଥ ନଥାଏ। ଏମିତି କିଛି ସମ୍ପର୍କ ଯାହା ମଣିଷ ପାଇଁ ଚିରବାଞ୍ଛିତ ଆଶୀର୍ବାଦ ପ୍ରତୀତ। ଆଜି ଆଉ ଏକ କବିତା କବି ନାରାୟଣ ପଣ୍ଡାଙ୍କର। କବିତାର ଶୀର୍ଷକ ହେଉଛି ସେଜ। ଫୁଲ ପରି ଫୁଟିଲ ତମ ଇଚ୍ଛାରେ, ଫୁଲ ପରି ଫୁଟିଲ ତମ ଇଚ୍ଛାରେ, ସାରା ରାତି ଭିଜିଲି ତମ ପ୍ରେମରେ। ସର୍ତ୍ତହୀନ ସବୁ ଆଲିଙ୍ଗନ, ସମର୍ପଣରେ ପୁଲକିତ ଜୀବନ। ଅଭିମାନ ସବୁ ପାଣିର ଗାର, ମିଳନ ଋତୁ କେବଳ ଅନ୍ଧାର, ମିଳନ ଋତୁ କେବଳ ଅନ୍ଧାର। କେବେ ଉଷୁମ ଛାତିର ସ୍ପନ୍ଦନ, କେବେ ଖିଆଲି ମନର ଗୁଞ୍ଜନ ପୋଛିଦିଏ ସବୁ ଅବସାଦ। କୁନି ପିଲାର ତାଳିରେ ଭୁଲିଯାଏ ସବୁ ଅବଶୋଷ। ସାରା ଜୀବନ ତମର ଆକର୍ଷଣ, ସାରା ଜୀବନ ତମର ଆକର୍ଷଣ ଭିଜାଇ ଦିଏ ମନ। କୋଳାହଳ ଭିତରେ ହସୁଥାଏ ଜୀବନ, କୋଳାହଳ ଭିତରେ ହସୁଥାଏ ଜୀବନ। ଆଉ ଏକ ଚମତ୍କାର କବିତା ଯାହାର ଶୀର୍ଷକ ହେଉଛି ଶୂନ୍ୟତାର ଛଳ। କବି ନାରାୟଣ ପଣ୍ଡା। ଦେହର ବସାଘର ପାଖରୁ ଅନେକ ଦୂରରେ ମନ, ଦେହର ବସାଘର ପାଖରୁ ଅନେକ ଦୂରରେ ମନ। କ'ଣ ଗୋଟେ ହଜି ଯାଇଛି, କ'ଣ ଗୋଟେ ହଜି ଯାଇଛି, ସବୁବେଳେ ମନେ ପଡ଼ୁଛି, ବରାବର ଖୋଜୁଛି। ଖୋଜି ଖୋଜି ମୁଁ ଆଗରୁ କେତେ ଗଲିଣି, ଅଧା ବାଟରେ ଚିହ୍ନବର୍ଣ୍ଣ ନାହିଁ ସମୟ ଖାତାରେ। ସମୁଦ୍ର ଦେହରେ ନଈ ଖୋଜିଲା ପରି ଠିକଣା, ମୁଁ ଖୋଜୁଛି ମୋର ପରିଚୟ। ସମୁଦ୍ର ଦେହରେ ନଈ ଖୋଜିଲା ପରି ଠିକଣା, ମୁଁ ଖୋଜୁଛି ମୋର ପରିଚୟ। ଚଲା ପଥରେ ଯାହାକୁ ଭେଟିଲି, ଗୋଟିଏ କଥା ରାତି ପାହିଲେ ଯିବା। ଯିବା ଆସିବା ଭିତରେ ଯାହା ସବୁ ରହିଗଲା ସବୁତକ ତମର। ଯିବା ଆସିବା ଭିତରେ ଯାହା ସବୁ ରହିଗଲା ସବୁତକ ତମର। ଯାହାକୁ ନେଇ ମୋର ବୋଲି ଦାବି କରେ, କେବେ ସେ କହେ ନାହିଁ ମୁଁ ଗୋଟାପଣେ ତମର। ଗଲାବେଳେ କଡ଼ା ଗଣ୍ଡା ହିସାବରେ ଗୋଟି ଗୋଟି କରି ପଇଠ କରିବି ସବୁ ଋଣ। ଶୂନ୍ୟକୁ ହାତ ତୋଳି କହିବି ନିଅ, ନିଅ ସବୁ ତମ ଜିନିଷ। ପଛରେ ଯାହା ସବୁ ରହିଗଲା ସେ ସବୁ ଅନ୍ଧାର ପରି କିଛି ସତ, ପଛରେ ଯାହା ସବୁ ରହିଗଲା ସେ ସବୁ
ଅନ୍ଧାର ପରି କିଛି ସତ। ଆଉ କିଛି କବିତା ଆମେ ନିଶ୍ଚୟ ଶୁଣିବା। କବିଙ୍କର ଆଉ ଏକ କବିତା ଇପ୍ସିତ ଈଶ୍ୱରୀ। କବି ନାରାୟଣ ପଣ୍ଡା। ଅପାରଗ ଅସହାୟ ଆଶାମାନଙ୍କୁ ନେଇ କେତେ ବାଟ ଯିବାକୁ ହେବ ଜାଣିନି। ଅପାରଗ ଅସହାୟ ଆଶାମାନଙ୍କୁ ନେଇ କେତେ ବାଟ ଯିବାକୁ ହବ ମୁଁ ଜାଣିନା। ଆସିବା ରାସ୍ତାର ଗଛ ସବୁ ଅବେଳରେ ପତ୍ରଝରା ଦେଲେଣି, ଶୁଖିଗଲେଣି। ଅଚିହ୍ନା ପକ୍ଷୀର ଗୀତରେ ନୀରବତା ପାଳି ଧରିଲାଣି। ଅନ୍ଧାର ସବୁ ଭୁଲିଯିବ ବୋଲି ହଳେ ଆଖିର ଆଲୁଅ ତମ ପାଖରେ ଛାଡ଼ି ଦେଇ ଆସିଛି। ଜୀବନ୍ତ ମାଛ ଜାଲରେ ନାଚିଲା ପରି ତମେ ସବୁବେଳେ ନାଚୁଥିବ ମୋ ଆଖିରେ। ତମେ ସବୁବେଳେ ନାଚୁଥିବ ମୋ ଆଖିରେ। କେବେ ପୁଣି ସପନକୁ ସତ କରି ତମେ ଆସିବ। ଭଙ୍ଗା ଘର ଖୋଲା ଝରକା ବାଟେ ଫୁଲ ପଣତରେ। ଭଙ୍ଗା ଘର ଖୋଲା ଝରକା ବାଟେ ଫୁଲ ପଣତରେ। ଆଉ ଏକ କବିତା କବିଙ୍କର ବହୁତ ବାସ୍ତବବାଦୀ କବିତା। କବିତାର ଶୀର୍ଷକ ହେଉଛି ହାଟ। ଦିନେ ଦିନେ ଭୁଲି ହୋଇଯାଏ ଘରକରଣା ଚିଠା। ଦିନେ ଦିନେ ଭୁଲି ହୋଇଯାଏ ଘରକରଣା ଚିଠା। ମନେ ପଡ଼ିନି ଘରକୁ ଆଣିଥିବା ବାକି ସଉଦା। ଗହଳି ଭିତରେ ହଜିଯାଏ ମନ। ରଙ୍ଗର ମୁହଁରେ ଖେଳୁଥାଏ ଜୀବନ। ଅଦରକାରୀ ଜିନିଷ ସବୁ ଆସିଥାଏ। ଦରକାରୀ ସାମାନ ଭୁଲି ହୋଇଯାଏ। ଅନେକ ଦିନ ତଳର ଚିହ୍ନା ମୁହଁ ହାତ ଧରି ପଛକୁ ଫେରେଇ ନିଏ। ଜୀବନ ବାଟରେ ଚଳମାନ ସମୟ। ଜୀବନ ବାଟରେ ଚଳମାନ ସମୟ। ଅଙ୍କା ବଙ୍କା ନଈଟିଏ ମନଲୋଭା ଛବିରେ ଆଖି ଲାଖିଯାଏ। କିଣା ବିକା ଅଧା ଥାଏ ବେଳ ଥାଉ ଥାଉ ହାଟ ସରିଯାଏ। କିଣା ବିକା ଅଧା ଥାଏ ବେଳ ଥାଉ ଥାଉ ହାଟ ସରିଯାଏ। କବିଙ୍କର ଆଉ ଏକ କବିତା ଜହ୍ନ ରାତି। ଜହ୍ନ ରାତିରେ ଦୂରରୁ ଶୁଭୁଛି ଭଙ୍ଗା ବଂଶୀର ସ୍ୱର। ଜହ୍ନ ରାତିରେ ଦୂରରୁ ଶୁଭୁଛି ଭଙ୍ଗା ବଂଶୀର ସ୍ୱର। ନଈ ପଠାରେ ପବନରେ ଖେଳୁଛି ଧବଳ ଉତ୍ତରୀ ପ୍ରେମିକାର। ଅଧା ମରା ନଈ ବାଙ୍କରେ ହାତଠାରି ଡାକୁଛି ନବବଧୂ ବେଶରେ ରାଧା ଚୂଡ଼ା। କାନ ଅତଡ଼ା ପକଉଛି ଗାଁ ଆଖଡ଼ା। ନୀରବତା ମଝିରେ ଅବୋଧ ସେ ଆଖିର ଭାଷା। ଗୋପନୀୟ ଦରଦୀ ହୃଦୟର କଥା। ସବୁଜ ସକାଳ ପାଦ ପାତରେ ସ୍ୱପ୍ନ ଦେଖେ ଭିଜା ମାଟି। ନଈ ମଝିରେ ନାଉରୀ ଗୀତରେ ପାଳି ଧରେ ଜହ୍ନ ରାତି। ଉଆଁସୀ ନଈର ଆଡ଼ ଚାହାଣୀରେ ହଜିଯାଏ ସବୁ ଦୁଃଖ। ଉଆଁସୀ ନଈର ଆଡ଼ ଚାହାଣୀରେ ହଜିଯାଏ ସବୁ ଦୁଃଖ। ଜହ୍ନ ରାତିର ଓଢ଼ଣା ତଳେ ଶୋକ ହୋଇଯାଏ ସୁଖ। ଜହ୍ନ ରାତିର ଓଢ଼ଣା ତଳେ ଶୋକ ହୋଇଯାଏ ସୁଖ। ଆଉ ଦୁଇ ତିନୋଟି କବିତା କବି ନାରାୟଣ ପଣ୍ଡାଙ୍କର। ଆଉ ଏକ କବିତା ଯାହାର ଶୀର୍ଷକ ହେଉଛି ଅନାମିକା ପକ୍ଷୀର ଗୀତ। ଗଛ ସବୁଦିନ ବାନ୍ଧି ରଖି ପାରେନା ପକ୍ଷୀକୁ। ଗଛ ସବୁଦିନ ବାନ୍ଧି ରଖି ପାରେନା ପକ୍ଷୀକୁ। ଅଚିହ୍ନା ଆକାଶ ଉପରେ ଭରସା ନଥାଏ ପକ୍ଷୀର। ଇଚ୍ଛା ମାୟାର ଈଶ୍ୱର ବୁଲୁଥାଏ ସାରା ସଂସାର। କେଉଁ ଗୀତ ଗାଇବ ପକ୍ଷୀ ସବୁ ଗୀତ ତମ କାନ୍ଦଣା ଲହରୀ। କେଉଁ ଗଛରେ ବାନ୍ଧିବ ବସା ସବୁ ଗଛ ତଳେ ନାଗ ନାଗୁଣୀର ହୁଙ୍କା। ଅବଶ ଡେଣାରେ କ୍ଳାନ୍ତ ସୂର୍ଯ୍ୟର ଶବ। ଥଣ୍ଟରେ ପଶା ଫଳର ସ୍ୱାଦ। କୌଣସି ସ୍ଥାନ ନିର୍ଭୟ ନିରାପଦ ନୁହେଁ। କୌଣସି ସ୍ଥାନ ନିର୍ଭୟ ନିରାପଦ ନୁହେଁ। ଆଜିକାଲି ସବୁଆଡ଼େ ପହଁରି ବୁଲୁଛି ଶିକାରୀର ଆଖି। ଖୁବ୍ ସୁନ୍ଦର କବିତା କବିଙ୍କର, ଯେଉଁଥିରେ ସେ ସମାଜକୁ ଯାହା ସେ ପ୍ରତ୍ୟକ୍ଷ କରୁଛନ୍ତି ତାକୁ ହିଁ ସେ ଶବ୍ଦାୟିତ କରିଛନ୍ତି। ଶେଷ କବିତା ମନ। କବି ଡକ୍ଟର ନାରାୟଣ ପଣ୍ଡା। ହ୍ରଦ ପରି ଗଭୀର ସମୁଦ୍ର ପରି ବିଶାଳ। ହ୍ରଦ ପରି ଗଭୀର ସମୁଦ୍ର ପରି ବିଶାଳ। ସାଗର ଲହରୀ କୂଳ ଲଙ୍ଘିଲା ପରି ଅଶାନ୍ତ ଅଥୟ। ଶରତ ସରୋବରର କାଚକିନ୍ଦୁ ଜଳ ପରି ନିର୍ମଳ। ଆଖି ପାଉନଥିବା ଉଚ୍ଚରେ ପକ୍ଷୀ ପରି ଉଡୁଥାଏ। ଆଲୋକ ସହ ବାଜି ମାରି ଜିତିଯାଏ। ଦେହର ଊର୍ଦ୍ଧ୍ୱରେ ଘର। ଦେହର ଊର୍ଦ୍ଧ୍ୱରେ ଘର। ଅଚିହ୍ନା ଆକାଶ ସହ ସମ୍ପର୍କ ନିବିଡ଼। ଏଠି ଥାଏ ଏଇଠି ନଥାଏ।
ଏଠି ଥାଏ ଏଇଠି ନଥାଏ, ପବନ ଛୁଇଁଲା ପରି ଛୁଇଁ ଛୁଇଁ ଯାଏ। ଚିରକାଳ ଆଲୁଅ ଅନ୍ଧାର ସହ ଲୁଚକାଳି, ଚିରକାଳ ଆଲୁଅ ଅନ୍ଧାର ସହ ଲୁଚକାଳି, ଯୋଜନ ଯୋଜନ ପଥ ପଲକରେ କରେ ଅତିକ୍ରମ। ଘଡ଼ିକେ ଘୋଡ଼ା ଛୁଟେ, ଘଡ଼ିକେ ଘୋଡ଼ା ଛୁଟେ, ଛାଇ ଆଲୁଅ ପରି ବୁଲୁଥାଏ ଚାରିପାଖ, ଛାଇ ଆଲୁଅ ପରି ବୁଲୁଥାଏ ଚାରିପାଖ। ଶେଷ କବିତା, କବିଙ୍କର ଆଉ ଗୋଟେ କବିତା ମୁଁ ଲୋଭ ସମ୍ବରଣ କରିପାରୁନି। କବିତାର ଶୀର୍ଷକ ହେଉଛି ନିର୍ବାଣ। କବି ଡକ୍ଟର ନାରାୟଣ ପଣ୍ଡା। ସମ୍ପର୍କର ସୂତ୍ର ରତିଏ ବିଶ୍ୱାସ, ସମ୍ପର୍କର ସୂତ୍ର ରତିଏ ବିଶ୍ୱାସ, ସନ୍ଦେହର ସୂତ୍ରପାତ ବିନ୍ଦୁଏ ବିଷ। ଆନନ୍ଦ ଅମୃତର ସମାବେଶ, ବିଷାଦ ଅବଶୋଷର ଅଧିବାସ। ଅନାଦି କାଳରୁ ସୂର୍ଯ୍ୟ ଚନ୍ଦ୍ର ଗୋଟିଏ ଆକାଶରେ, ଅଦୃଶ୍ୟ ଇଙ୍ଗିତରେ ଆତଜାତ। ସଚରାଚର କହି ଆସିଲିଣି କିଏ ଅଛ ଆସ, ସଚରାଚର କହି ଆସିଲିଣି କିଏ ଅଛ ଆସ। ମିତ ବସିବା ନିର୍ବାସିତ ଜୀବନ ସହ, ଭାଗ କରିବା ସଂସାର ଯାକ ଦୁଃଖ। କାହାର ଭାର ହେବା ଆଗରୁ, କାହାର ଭାର ହେବା ଆଗରୁ, ନିଜ ଶବ ନିଜ କାନ୍ଧରେ ବୋହିବା ଆସ। କାହାର ଭାର ହେବା ଆଗରୁ, ନିଜର ଶବ ନିଜ କାନ୍ଧରେ ବୋହିବା ଆସ। ଚମତ୍କାର କବିତା ସବୁ। କବି ନାରାୟଣ ପଣ୍ଡାଙ୍କର ଆଇନା ଆକାଶ କବିତା ସଂକଳନ, ଯାହାକି ତାଙ୍କର ଏକାଦଶତମ କବିତା ସଂକଳନ। ଆଶା କରୁଛି ଆଜିର ଏହି କବିତା ଗୁଡ଼ିକ ଗୋଟେ କବିର ହୃଦୟକୁ ଆପଣମାନଙ୍କ ପାଖରେ ପରିଚିତ କରାଇବ। କବିମାନଙ୍କୁ ଶୁଣିବା ଦ୍ୱାରା ଆମେ ସେମାନଙ୍କର ଅନୁଭବାତ୍ମକ ଜଗତର ବିସ୍ତୃତିକୁ ଅନୁଭବ କରିପାରୁ। ଆଜିର ଅଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।